ସାହାରପଡ଼ା ହାତୀ ଭାଙ୍ଗୁଛି ଘର ଲୋକେ ଆତଙ୍କିତ। କେନ୍ଦୁଝର ଜିଲ୍ଲା ପାଟନା ରେଞ୍ଜ ସାହାରପଡ଼ା ସେକ୍ସନ ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଚୁଟିଆପୋଷି ଏବଂ କରଞ୍ଜିଆପଡ଼ା ଗ୍ରାମରେ ଗତକାଲି ରାତିରେ ତାଣ୍ଡବ ମଚାଇଛି ଏକ ଦନ୍ତା ହାତୀ। ପ୍ରଥମେ ଗୁରୁମୁଣ୍ଡାଙ୍କ କାନ୍ଥ ଭାଙ୍ଗି ଧାନ ଖାଇ ଦେଇଥିବା ପରେ ସେଠାରୁ ଚାଲିଯାଇ କରଞ୍ଜିଆପଡ଼ା ଗ୍ରାମର ଲକ୍ଷ୍ମୀଧର ପଇଦାଙ୍କ ଘର କାନ୍ଥ ଭାଙ୍ଗିବା ସହ ପଣସ ଖାଇ ଦେଇଥିଲା। ପାଖରେ ଥିବା ଗ୍ରାମବାସୀମାନେ ଧାଇଁ ଆସି ଦନ୍ତା ହାତୀକୁ ଘଉଡ଼ାଇବାକୁ ସେଠାରୁ ଚାଲି ଯାଇଥିଲା। ତେବେ ଗ୍ରାମ ନିକଟରେ ଥିବା ବିଲରେ ମଧ୍ୟ ଧାନ ତଳି ଏବଂ ଧାନ ରୁଆ ହୋଇଥିବା କ୍ଷେତକୁ ହାତୀ ଖାଇଯାଉଛି। ବନ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚି ନଥିବା ବେଳେ ଗ୍ରାମବାସୀମାନେ ତୁରନ୍ତ ଏହି ଦୁଇ ଜଣଙ୍କ ଘର ଯୋଗାଇ ଦେବାକୁ ସାଧାରଣ ଦାବି ହେଉଛି। ଉଗ୍ରେସନ ପୃଷ୍ଟିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।